हाय हेलो नमस्कार जय जगन्नाथ आशा करছি ଆପଣମାନେ ଭଲ ଥିବେ ମୁଁ ବି ବହୁତ ଭଲ ଅଛି ତ ଯେମିତିକି ମୋର ଆଜି ଡେ 38 ତ ଡେ 38ରେ ମୁଁ ଆଜି ଡ୍ୟୁଟି ବାହାରିଥିଲି କାହିଁକିନା 2 ଦିନ ହେଲା ଛୁଟି ଫୁଟି ହେଇଗଲାଣି ଆଉ ଦେହ ଭଲ ନାହିଁ ମୁଁ ଅଲରେଡ଼ି ଗୋଟେ ଭିଡ଼ିଓ ବନେଇଥିଲି ଆଉ ତ ସେଥିପାଇଁ ଆଜି ବାହାରିକି ପୁରା ବ୍ୟାଗ୍ ଫ୍ୟାଗ୍ ବାନ୍ଧିକି ରେଡ଼ି ଥିଲି ଆଉ 2 ଦିନ ହେଲା ତ ପୁରା ଏତେ ଦେହ ଖରାପ ଥିଲା ଯେ ମୁଁ ଆଉ ଯାଇପାରିଲିନି ମାନେ ଏବେ ବି ଦେହ ଠିକ୍ ନାହିଁ ଥଣ୍ଡା ପ୍ରବଳ ମାନେ ଥଣ୍ଡା ଛାଡ଼ୁନି ଆଉ ମେଡ଼ିସିନ ଖିଆ ଚାଲିଛି ତଥାପି ଆଉ ଏଠିକି ନା ଭୁବନେଶ୍ୱରରେ ବସିବା ବହୁତ କଷ୍ଟ ତ ଘରକୁ ପଳେଇଥାନ୍ତି ଭାବୁଥିଲି କିନ୍ତୁ ଆଉ ହେଲାନି ଘରକୁ ଯିବା ଯାହା ଘରକୁ ଗଲେ କ'ଣ ହେବ ଘରକୁ ଗଲେ ବି ପୁଣି ମା ଛାଡ଼ିବନି 2-3 ଦିନ ମୁଁ ଜାଣିଛି ତ ତା ଅପେକ୍ଷା ଏଇଠି ଯାହା ବି ହଉ ଏଇଠି ଏମିତି କାଟିଦେବା ଯାହା ହେବ ଦେଖାଯିବ ନହେଲେ ଆଉ ଗୋଟେ ଦିନ କାମ କରେ ଆଜି ଦେଖିଆ ଯିବା ଯଦି ଆଜି ଭଲ ଲାଗିଲା ନହେଲେ ପୁଣି କାଲିକି ଦେଖାଯିବ ଆଉ ଆଜି ମେଘ ବି ହେଇଛି ମେଘ ତାର ସକାଳ ପୁରା ହେଉଥିଲା ଛାଡ଼ିଛି ଏବେ ଆଉ ଦେଖାଯିବ କ'ଣ ହେବ ଜାଣିନି ଆଉ ଯାହା ହେବ ଆଉ କିନ୍ତୁ 11ଟା ମୁଁ ପୁରା ପ୍ରିପେରେସନ୍ ଥିଲି 11ଟା ବେଳକୁ ମୁଁ ପୁରା ରେଡ଼ି ଥିଲି ଆଉ ଖାଇ ପିଇକି ପୁରା ରେଡ଼ି ଥିଲି ତାପରେ 11ଟା ଯେମିତି ହେଲା ଅନଲାଇନ୍ ଅନ୍ କଲି ଅନଲାଇନ୍ ଅନ୍ କଲା ପରେ 2-3 ମିନିଟ୍ ଅପେକ୍ଷା କରିଛି ଗୋଟେ ଅର୍ଡ଼ର ବାଜିଲା କୃତି କେବେ ସେଠୁ ଗଲି ସେଠି ଯାଇକି ଅର୍ଡ଼ର ପିକଅପ୍ କଲି ପିକଅପ୍ କଲା ପରେ ଆଜି ଏତେ ବର୍ଷା ହେଉଥିଲା ମୁଁ ଆଉ ଅର୍ଡ଼ର ମାନେ ଭିଡ଼ିଓ କରିବି ନାହିଁ ତ ସେତେ ପର୍ଯ୍ୟନ୍ତ 557 ଟଙ୍କା ହେଇଥିଲା 10ଟା ଅର୍ଡ଼ର ତାପରେ ମୁଁ ବି ଆଉ ଆଜି ଟୋଟାଲି ବର୍ଷା ପାଇଁ ଭିଡ଼ିଓ କରିପାରିନି ତ ଆଜି ମୋର ଟୋଟାଲି 11ଟା ବେଳେ ରାତି 11ଟା ଟାଇମ୍ ହେଇଥିଲା ତ ଅର୍ଡ଼ର ବନ୍ଦ ହେଇଥିଲା ଅପଡ଼େଟ୍ ହେଇଥିଲା ତ ଅପଡ଼େଟ୍ ପରେ ମୋର ଆଜି ହେଇଥିଲା କେତେ ଟଙ୍କା 1019 ଟଙ୍କା 9 ଘଣ୍ଟା 31 ମିନିଟ୍ ଡ୍ୟୁଟି କାହିଁକିନା ଆଜି ବର୍ଷା ଟିକେ ଅଧିକ ହେଉଥିଲା ହେଲା ତ ସେଇ ବର୍ଷା ପାଇଁ ଆଜି 15ଟା ଅର୍ଡ଼ର ହେଇଛି 18ଟା ଅର୍ଡ଼ର ହେଇନାହିଁ ଯଦି 18ଟା ଅର୍ଡ଼ର ହେଇଥାନ୍ତା ଆଜି ମୋର ମିଳିଥାନ୍ତା 195 ତ ସେଥିପାଇଁ 15ଟା ଅର୍ଡ଼ର ହେଇଛି 155 ମିଳିଛି ହେଲା ତ ଇନସଲ୍ଟିଭ୍ ତ ତୁମେ ଯେତେଟା ଅର୍ଡ଼ର ମାରିବ ତୁମେ ତା ହିସାବରେ ତୁମ ସେତିକି ମିଳିବ ଆଉ ତ ଇନସଲ୍ଟିଭ୍ଟା ଟାର୍ଗେଟ୍ ରହିଲା ବେଳକୁ କେଉଁଠୁ ହେବ ତ ଏଠି ଗିଗ୍ ମିଳୁନି ତ କ'ଣ କରିବ ଯାହା ତ ଦେଖ ମୋର ଆଜି ଅର୍ଡ଼ର କେମିତି ଥିଲା ଆଜି ତୁମେ ସମସ୍ତେ ପଚାରୁଛ ଅର୍ଡ଼ର ଡିଷ୍ଟାନ୍ସ କେମିତି କ'ଣ ଦେଉଛି କେମିତି ସମସ୍ତେ ପଚାରୁଛ ନା ଡିଷ୍ଟାନ୍ସ ତ ଦେଖ ମୁଁ ଗୋଟେ ଦେଖାଉଛି ଆଜି ଅର୍ଡ଼ର କେମିତି କ'ଣ ଡିଷ୍ଟାନ୍ସ ଦେଇଛି ତ ଅର୍ଡ଼ର ଆଜି ମୋର ପ୍ରଥମ ଅର୍ଡ଼ର ତ 45 ଟଙ୍କା ଗୋଟେ ଦେଲା ଗୋଟେ ଲମ୍ବା ଅର୍ଡ଼ର ଦେଇଥିଲା ଦେଖ 108 ଟଙ୍କାରେ ଦେଖାଉଛି 108 ଟଙ୍କା କେତେ କିଲୋମିଟର 11 କିଲୋମିଟର 600 ମିଟର ଦେଖେଇଛି ତ 27 ମିନିଟ୍ ଲାଗିଥିଲା ମୋତେ ଅର୍ଡ଼ରଟା ଡେଲିଭରି କରିବାକୁ 108 ଟଙ୍କା ତ 11 କିଲୋମିଟର ତୁମେ 12 କିଲୋମିଟର ଅର୍ଡ଼ର ନେଇକି ଯିବ 108 ଟଙ୍କା ହେଲା ଆଉ ତାପରେ ଗୋଟେ ଥିଲା ଏଇଟା ମଲ୍ଟି ଅର୍ଡ଼ର ଥିଲା ତ ଟୋଟାଲ୍ ମୋତେ ମିଳିଥିଲା 100 କେତେ ଟଙ୍କା ମିଳିଥିଲା ଏଇଟା ନାଇଁ ଏଇଟା ଗୋଟେ 600 ଟଙ୍କା ଆଉ ଗୋଟେ କେତେ ଟଙ୍କା ମିଳିଥିଲା ତ ଆଉ ଗୋଟେ ଟୋଟାଲ୍ 103 ଟଙ୍କା ମିଳିଥିଲା ଆଉ ଗୋଟେ ଥିଲା କେତେ 111 ଟଙ୍କାଟା ଦେଖ ଏଇଟା ଅଲରେଡ଼ି ରିଟର୍ନ ଅର୍ଡ଼ର ଥିଲା 15 କିଲୋମିଟର 200 ମାନେ 200 ମିଟର 15 କିଲୋମିଟର ମାନେ 111 ଟଙ୍କାର କିନ୍ତୁ ଏଇଟା ରିଟର୍ନ ଅର୍ଡ଼ର ଦେଇଥିଲା ଗୋଟେ ତ ସେ ରିଟର୍ନ ଅର୍ଡ଼ରଟା ଗୋଟେ ଦେଇଥିଲା ତାପରେ ଆଉ ଗୋଟେ ଦେଖ 43 ଟଙ୍କା ମିଳିଥିଲା 43 ଟଙ୍କାଟା କେତେ କିଲୋମିଟର 11 କିଲୋମିଟର 11.5 କିଲୋମିଟର 500 ମିଟର ଅଛି 11.5 କିଲୋମିଟରକୁ 43 ଟଙ୍କା ତୁମେ ଖାଲି କହିଦେଉଛ ସିନା ଦେଖ ଭାଇ ସମସ୍ତେ କହୁଛ ଖାଲି ଆମେ ଯିବୁ କରିବୁ ଭାଇ କେତେ କିଲୋମିଟର ଯିବାକୁ ପଡ଼ୁଛି ଗୋଟେ ଏଇଟା ଯେଉଁ ଦେଖୁନ ନା ବର୍ଷା ଯେଉଁ ଦେଖ ଏ ଯେଉଁ ରେଡ୍ କଲର୍ଟା ଦେଖାଉଛି ସେଇଟା ରେଡ୍ ମାନେ ତୁମ ରେନ୍ରେ କାମ କରୁଛ ତ ରେନ୍ ସୁଗାରଟା 20 ଟଙ୍କା ଏକ୍ସଟ୍ରା ମିଳୁଛି ଯଦି ତୁମର 20 ଟଙ୍କା ଏକ୍ସଟ୍ରା ମାନେ 20 ଟଙ୍କା ଅର୍ଡ଼ରଟା ଥିବ ତ ରେନ୍ ସୁଗାର ଲଗାଇଲେ ମାନେ ବର୍ଷା ଯଦି ହେଉଥିବ ସେ ତୁମକୁ 20 ଟଙ୍କା ଏକ୍ସଟ୍ରା ଦେବ 20 ଟଙ୍କା କି 25 ଟଙ୍କା ଏକ୍ସଟ୍ରା ଦେବ ତ ସେଥିରେ ଡବଲ୍ ମାନେ ସେଇ ପଇସାଟା ଡବଲ୍ ତୁମ ବର୍ଷା ହେଲେ ଟିକେ କିନ୍ତୁ ବର୍ଷା ହେଲେ ଯେଉଁ ଭାଇ କଷ୍ଟ ହେଉଛି ଯେଉଁ ଗାଡ଼ି ଚଲେଇ ହେଉନାହିଁ ମାନେ ଏତେ ସେଟା ମୁହଁକୁ ପାଣି ଛାଟୁଛି ତୁମେ ରେନିକୋଟ୍ ପିନ୍ଧିବ ଭିତରେ ବି ସେ ତାର କି ରେନିକୋଟ୍ ମୁଁ ଜାଣିନି ତାର ସ୍ୱିଗିବାଲା ଦେଇଛନ୍ତି ସେ ତାର ଭିତରୁ ପୁରା ଓଦା ହେଇଯାଉଛି ତାର ଝାଳରେ ଓଦା ହେଉଛି କି କ'ଣ ମୁଁ ଜାଣିନି ତ ଯାହା ହଉ ଏମିତି ତ ଆଜି ଦେଖ ମୋର କ'ଣ ପ୍ରୋବ୍ଲେମ୍ ଥିଲା ଆଜି ପ୍ରୋବ୍ଲେମ୍ ଥିଲା କି ମୋତେ ଆଜି ଟିକେ ଆଉ ଟିକେ ଅଧିକ କାମ କରିବାର ଥିଲା ମୁଁ କରିନାହିଁ ତ ଯେଉଁଟା ଗିଗ୍ ମିଳିଲାନି ତ ଯାହା ବି ଆଜି ଥିଲା ବହୁତ ଭଲ ଥିଲା ପଇସା ହିସାବର ବହୁତ ଖରାପ ଅଛି କାହିଁକିନା ଆକ୍ଚୁଆଲି ବର୍ଷା ଥିଲା ବୋଲି ପଇସାଟା ହେଇଗଲା 1000 ଟଙ୍କା ନହେଲେ 1000 ଟଙ୍କା ହେଇଥାନ୍ତାନି ଆଜି ପଇସା ବହୁତ ଖରାପ ଅଛି ତ ଯାହା ବି ତ ଆପଣମାନଙ୍କୁ ଲାଗୁଥିବ ଭଲ ବୋଲି କିନ୍ତୁ କାମ ହିସାବରେ ପଇସା ଠିକ୍ ନାହିଁ ତ 1400-1500 ହେବାର ଥିଲା ହଉ ତ ସେଇଟା ଯାହା ବି ହେଇଛି ଆଜି ଭଲ ହେଇଛି କାହିଁକିନା ମୁଁ ବି 2-4 ଦିନ ହେଲା କାମ କରିଥିଲିନି ଆଉ ବାକି ବି ଯାହା ହେଇଛି କିନ୍ତୁ ଭାଇ ବର୍ଷା ହେଲା ବେଳକୁ ରେନିକୋଟ୍ ପିନ୍ଧିକି କାମ କରିବାଟା ଭାରି କଷ୍ଟ ଆଉ 2 ଦିନ ହେଲା ଟିକେ ଦେହ ଏବେ ବି ଦେହ ଭଲ ନାହିଁ ଯାହା ତ କାମ ଆଉ କ'ଣ କରିବା ଆଉ କିଛି କରିହେବନି
ଆଉ ଏମିତିରେ ଦେଖିବା କ'ଣ ହେବ ଆଉ କ'ଣ କରିବା। ଆଉ ଏମିତି ଯେଉଁମାନେ ମେସେଜ୍ କରୁଛ ନା ଆସିକି କାମ କରିବ, ମୋ ଭାଇ ଆସନି ରେ ଲାଇନ୍କେ, ବହୁତ କଷ୍ଟ ବହୁତ। ଦିନସାରା 12, 13, 14 ଘଣ୍ଟା କଟିଲା ବେଳକୁ ବି 1000, 1200 ଟଙ୍କା ହେଉନି। ହଉ ଦେଖିବା କାଲି କ'ଣ ହେବ। ଆଜି ପାଇଁ ଏତିକି, ରହୁଛି। ଜୟ ଜଗନ୍ନାଥ।